ଏବେ କ'ଣ କଲେ ହେବ? କେତେ ମୋ ସ୍ୱାମୀକି ଖଣ୍ଡେ ଚାକିରି ମୋ ଘର ମୁଁ ସେ ପୁଅଟା ଘରକୁ ଯିବିନି 18 ବର୍ଷର ଝିଅ ପିଲା ସେ ପୁଅଟା ଘରକୁ ଯିବିନି ମୁଁ ଯୋଉ ଘର ଜବରଦସ୍ତ ଭାଙ୍ଗିକି ରହିଛି ମୋତେ ପୁଣି କେହି ରଖିନାହାନ୍ତି ମୁଁ ଜବରଦସ୍ତ ଭାଙ୍ଗିକି ଯୋଉ ପୁଲିସ ସାମ୍ନା କରୁଛି ବରକା ପୁଲିସ ସାମ୍ନା କରୁଛି ମୁଁ ଆଣିକି ପିଲାଙ୍କ କଥା ବୁଝିବି ନା ଘର କଥା ବୁଝିବି ନା ସ୍ୱାମୀ କଥା ବୁଝିବି ନା କାହା କଥା ବୁଝିବି ମୁଁ କେତେ କଷ୍ଟରେ ଅଛି ମାନେ କେତେ ସାମାନ୍ୟ କିରାଣୀ ଚାକିରି ଗୋଟେ ଯାଇକିରି ଘର କରି ମୁଖ୍ୟମନ୍ତ୍ରୀ ଯୋଗ୍ୟ ନୁହଁ କୋଉଠି କହିଲେ ହେବ ଯଦି ଯାଇକି ଆମେ କହିବାନି ନା ନା ମୋର କୋଉଠି ମୁଁ ଜାଣିନି ମୁଁ ତ ମୁଖ୍ୟମନ୍ତ୍ରୀକି ଦେଇଛି ନା ମୁଖ୍ୟମନ୍ତ୍ରୀ ମୋତେ କହିଥିଲା 7 ଦିନରେ କରିବ ଆସି 11 ମାସ ହେଲାଣି ମୁଁ ପଞ୍ଜୀକରଣ କରି କରିଛି ନା ତାପରେ ଆଉ ଗୋଟେ କଥା ସାର୍ ଗଭର୍ଣ୍ଣର ଏବେ ଯେଉଁ ଅଛନ୍ତି କମ୍ବମ୍ବ ଅଛନ୍ତି ତାଙ୍କ କଥା କ'ଣ କିଛି କାମ ହେଉନି ମୋତେ କୁହନ୍ତୁ ମୁଁ କେମିତି ଆପଣ କୋଉଟା ଅଛି ସମସ୍ତଙ୍କୁ ଦେଇଛି ଏବେ ବି ସମସ୍ତଙ୍କୁ ସେ ଲେଖି ଦେଇଛି ଯେଉଁ ଗଣେଶ ଲାଲ ଥିଲେ 2019ରେ ହେଲାଣି ଆସି 25 ହେଲାଣି ସିଏ କ'ଣ ଗୋଟେ ମୁଖ୍ୟ ଗଭର୍ଣ୍ଣର ଥିଲେ ତାଙ୍କ କଥା କାହିଁ ଅମାନ୍ୟ ହେଇଛି ମୋତେ ତ ଏଇଟା ଖାଲି ପାସ୍ କରିବେ ମୁଖ୍ୟମନ୍ତ୍ରୀ ମୋତେ କହୁନାହାନ୍ତି ମୋ ପିଲାକୁ ଦେଖିକିରି ମୋ ଜାଗାକୁ ଦେଖିକିରି ଗଭର୍ଣ୍ଣର ଲେଖି ଦେଇଥିଲେ ତାଙ୍କ କଥା ଆଜି ଅମାନ୍ୟ ହେଇଛି କ'ଣ ପାଇଁ ନା